ମୋ ସାନ ମୁନା ଦଳାଇ ମୁଁ ଦୀର୍ଘ 25 ବର୍ଷ ହେଲାଣି ପାଣି ଢାଳୁଛି ଶନିଶ୍ୱର ମହାଦେବଙ୍କ ପାଖରେ। ଆଉ ମୋର ମନସ୍କାମନା ପୂରଣ ହେଇଛି। ଆଉ ଶନିଶ୍ୱର ମହାଦେବଙ୍କ ବହୁତ ମହିମା। ଆଉ ପ୍ରତିବର୍ଷ ମୁଁ ଆସେ, ପ୍ରତିବର୍ଷ ଆସି ପାଣି ଢାଳିକି ଯାଏ। ଆଉ ଏହା ଆଉ ଠାକୁରଙ୍କ କୃପା ଲାଭ କରେ। ମନସ୍କାମନା ପ୍ରତିବର୍ଷ ପୂର୍ଣ୍ଣ ହେଇ ଚାଲିଛି। ମୁଁ ବି ଠାକୁରଙ୍କ ଜୟ ଜୟକାର କରି କରି ଚାଲୁଛି। ଏହାର ପ୍ରାର୍ଥନା ଠାକୁରଙ୍କ ପାଖରେ ପ୍ରତିବର୍ଷ ଏମିତି ମୁଁ ଆସୁଥାଏ, ଏମିତି ପାଣି ଢାଳେ। ଆଜ୍ଞା। ମୋ ନାଁ ଅଲେଖ ଚନ୍ଦ୍ର କାଣ୍ଡି। ଆମ ଘର ଅସୁରେଶ୍ୱର ଅଣସରପୁର। ମୁଁ ଯେତେବେଳେ ଛୋଟ ଥିଲି ମୋ ବୋଉ ଏଠି ଯାଚିଥିଲା ପାଣି। ଇଏ ଗୋଟେ ଠାକୁର ହେଉଛନ୍ତି ଶନିଦେବ ପ୍ରତ୍ୟକ୍ଷ, ମାନେ ପୃଥିବୀର ଏଇଟା ବୋଧେ ବଡ଼ କହିଲେ ମାନିବା ମାନେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ଏଠି ଯେକୌଣସି ଯେଉଁ ଲୋକ ପାଣି କାମନା କରନ୍ତି ତାଙ୍କର ନିଶ୍ଚିନ୍ତ ପୂରଣ ହୁଏ। ଆଉ ମୋର ବି ପୂରଣ ହେଇଛି, କାରଣ ମୁଁ ଆସିକି 20 ବର୍ଷ ହେଲାଣି ଢାଳୁଛି। ଛୋଟବେଳୁ ମୋ ମାଆ ଢାଳୁଥିଲେ, ମୋ ବାପା ବୋଉ ଆସିକି ଢାଳୁଥିଲେ, ତାର ଏବେ ମୁଁ ବି ଢାଳୁଛି, ଆଉ ବଞ୍ଚିଥିବା ପର୍ଯ୍ୟନ୍ତ ବି ଢାଳୁଥିବି। ମୋ ନାଁ ଶେଖର ରଞ୍ଜନ ଦାସ। ମୁଁ କଲରାବାଙ୍କରୁ ଆସିଛି। ମୁଁ ଏଠି ଶନି ଠାକୁରଙ୍କ ମନ୍ଦିରକୁ ଆସିଛି ମୋ ପାଣି ଢାଳିବାକୁ, ଯାଇକି ମୋ ପାଠ ପୂରଣ ହଉ, ପାଠ ପଢ଼ା ଭଲ ହଉ। ପାଠ ଭଲ ମନସ୍କାମନା ପୂର୍ଣ୍ଣ ପାଇଁ ଆଉ ଆଗକୁ ଆସିବାକୁ ମନ ଅଛି? ହଁ, ଏଇଟା ମୁଁ ଫାଷ୍ଟ ବର୍ଷ ଏଇଠି ଆସିଥିଲି। ଆଉ ଆଜି ଫାଷ୍ଟ ଟାଇମ୍ କରିଛି। ଆଗକୁ ବି ଆଉ ଗୋଟେ ବର୍ଷ। ଭଲ ଲାଗୁଛି ଆଜି ବଢ଼ିଆ ଲାଗୁଛି ଏଠି ପାଣି ଢାଳିବାକୁ। ପାଣି ଆଜି ଢାଳିବାକୁ ସୁବିଧା ହେଲା? ହଁ, ସୁବିଧା 2-3-6 ଥର ଢାଳି ସାରିଲିଣି। ମୋ ନାଁ ମନୋରଞ୍ଜନ ଦାସ, ଘର ବୋଇଲ। ଗ୍ରହରିଷ୍ଟ ଖଣ୍ଡନ ପାଇଁ ମୁଁ ଜନାର୍ଦ୍ଦନପୁର ଗ୍ରହରାଜ ଶନି ମହାପ୍ରଭୁଙ୍କ ପାଖକୁ ପାଣି ଢାଳିବା ପାଇଁ ଆସିଛି। ମୋର ପାଣି ଢାଳିବା ପ୍ରାୟ ଆଜକୁ 5-7 ବର୍ଷ ହେଲା। ଯେଉଁଥିପାଇଁ କି ମୁଁ ପାଣି ଢାଳୁଛି ସେ କାର୍ଯ୍ୟ ମୋର ସମ୍ପୂର୍ଣ୍ଣ ଭାବରେ ପୂର୍ଣ୍ଣ ହୋଇଛି। ଗ୍ରହରାଜ ଶନିରାଜ ମୋର ସମ୍ପୂର୍ଣ୍ଣ ଆଶା ଆକାଂକ୍ଷା ପୂର୍ଣ୍ଣ କରିଛନ୍ତି ଏବଂ ମୁଁ ଜୀବନ ଥିଲା ପର୍ଯ୍ୟନ୍ତ ମଧ୍ୟ ମୁଁ ଗ୍ରହରାଜ ଶନିଙ୍କ ପାଖରେ ପାଣି ଢାଳିବା ପାଇଁ ମନସ୍ଥ କରିଛି। ଏବଂ ଏହି ଜନାର୍ଦ୍ଦନପୁର ଗ୍ରହରାଜ ଶନିଙ୍କ ପାଖକୁ ବହୁତ ଆଡ଼ୁ ଭକ୍ତ ତାଙ୍କର ରିଷ୍ଟ ଖଣ୍ଡନ ପାଇଁ ପାଣି ଢାଳିବା ପାଇଁ ଆସୁଛନ୍ତି। ବହୁତ ଆଡ଼ମ୍ବର ସହିତ ଏହି ଶନି ମହାପ୍ରଭୁଙ୍କ ଆଶୀର୍ବାଦରୁ ସମସ୍ତ ଭକ୍ତମାନଙ୍କର ଆଶା ପୂରଣ କରିବା ପାଇଁ ସିଏ ମଧ୍ୟ ସମସ୍ତଙ୍କ ହାତରେ ମଥାରେ ହାତ ରଖି ସମସ୍ତଙ୍କୁ ଆଶୀର୍ବାଦ କରି ଚାଲିଛନ୍ତି, ଆଉ ମଧ୍ୟ ଚାଲୁଥିବେ।